ଯଜାତେ ମୋହ କଲିଳଂ ବୁଦ୍ଧିବୀର୍ଯ୍ୟତରିଷ୍ୟତି ତଦା ଗନ୍ତାସି ନିର୍ବେଦଂ ଶ୍ରୋତବ୍ୟସ୍ୟ ଶ୍ରୁଶ୍ରୁତ୍ୟ ଚ। ଯେତେବେଳେ ତୁମର ବୁଦ୍ଧି ମୋହରୂପକ ପଙ୍କକୁ ଭଲ ଭାବରେ ଅତିକ୍ରମ କରିଯିବ ସେତେବେଳେ ତୁମେ ଶ୍ରୁତ ଓ ଶ୍ରୋତବ୍ୟ ଭୋଗରୁ ବୈରାଗ୍ୟ ପ୍ରାପ୍ତ ହେବ। ଶରୀର ସହିତ ଅହଂଭାବ ଓ ମମତା ରଖିବା ତଥା ଶରୀର ସହିତ ସମ୍ପର୍କିତ ମାତା ପିତା ଭାଇ ଭାଉଜ ସ୍ତ୍ରୀ ପୁତ୍ର ବସ୍ତୁ ଓ ପଦାର୍ଥ ଇତ୍ୟାଦିରେ ମମତା ରଖିବା ମୋହ ଅଟେ। କାରଣ ଏହି ଶରୀରାଦିରେ ଅହଂଭାବ ଓ ମମତା ନାହିଁ। କେବଳ ଆମେ ମାନି ନେଇଛେ ଅନୁକୂଳ ପଦାର୍ଥ ବସ୍ତୁ ବ୍ୟକ୍ତି ଘଟଣା ଆଦି ପ୍ରାପ୍ତ ହେଲେ ପ୍ରସନ୍ନ ହେବା, ପ୍ରତିକୂଳ ପଦାର୍ଥ ବସ୍ତୁ ବ୍ୟକ୍ତି ଆଦି ପ୍ରାପ୍ତ ହେଲେ ଉଦ୍ବିଗ୍ନ ହେବା ଏବଂ ସଂସାରରେ ବା ପରିବାରରେ ବିଷମତା ପକ୍ଷପାତ ମର୍ଯ୍ୟାଦା ଆଦି ବିକାର ଉତ୍ପନ୍ନ ହେବା ପ୍ରଭୃତି କଲିଳ ଅର୍ଥାତ୍ ପଙ୍କ ଅଟେ। ଏହି ମୋହରୂପକ ପଙ୍କରେ ବୁଦ୍ଧି ନିମଗ୍ନ ହେଲା ପରେ ମନୁଷ୍ୟ କିଂ କର୍ତ୍ତବ୍ୟ ମୂଢ଼ ହୋଇଯାଏ। ତାକୁ କିଛି ଉପାୟ ଦିଶେ ନାହିଁ। ସ୍ୱୟଂ ଚେତନ ହୋଇ ମଧ୍ୟ ଶରୀରାଦି ଜଡ଼ ପଦାର୍ଥରେ ଅହଂଭାବ ଓ ମମତା କରି ତାହା ସହିତ ନିଜର ସମ୍ବନ୍ଧ ମାନି ନିଏ। କିନ୍ତୁ ବାସ୍ତବରେ ଯେ ସେ ସ୍ୱୟଂ ନିଜେ ଯେଉଁ ପଦାର୍ଥ ସହିତ ସମ୍ବନ୍ଧ ଯୋଡ଼େ ସେହି ପଦାର୍ଥ ଗୁଡ଼ିକ ତା ସହିତ ସର୍ବଦା ରହିପାରନ୍ତି ନାହିଁ ଏବଂ ସେ ମଧ୍ୟ ସେଗୁଡ଼ିକ ସହିତ ସର୍ବଦା ରହିପାରେ ନାହିଁ। କିନ୍ତୁ ମୋହ ଯୋଗୁଁ ଏ ଦିଗକୁ ତାହାର ଦୃଷ୍ଟି ଯାଏ ନାହିଁ। ବରଂ ଅନେକ ପ୍ରକାର ନୂଆ ନୂଆ ସମ୍ବନ୍ଧ ଯୋଡ଼ି ସେ ସଂସାରରେ ଅଧିକରୁ ଅଧିକ ଛନ୍ଦି ହୋଇଯାଏ। ଯଦି କୌଣସି ବାଟୋଇ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ଅଟକି ଯାଇ ଖେଳକୁଦ ଓ ହସ ଖୁସିରେ ନିଜର ସମୟ ବିତାଇ ଦିଏ ତେବେ ସେ ତାର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରେ ନାହିଁ। ସେହିପରି ମନୁଷ୍ୟ ଏଠାକାର ନାଶବାନ ପଦାର୍ଥ ସଂଗ୍ରହରେ ସେଥିରୁ ସୁଖ ଗ୍ରହଣ କରିବାରେ ତଥା ବ୍ୟକ୍ତି ପରିବାର ପ୍ରଭୃତି ମମତା କରି ସେଥିରୁ ସୁଖ ଗ୍ରହଣ କରିବାରେ ଲାଗିଅଟେ। ଏହା ହିଁ ବୁଦ୍ଧିର ମୋହରୂପକ ପଙ୍କରେ ନିମଗ୍ନ ହେବା ତଥା ଅଟେ। ଶରୀରରେ ଅହଂଭାବ ଓ ମମତା କରି ତଥା ପରିବାର ପ୍ରତି ମମତା କରି ଆମେ କ'ଣ ଏଠାରେ ବସି ରହିବାକୁ ଆସିଛୁ? ଏଥିରେ ଛନ୍ଦି ହୋଇ ବାସ୍ତବିକ ଉନ୍ନତିରୁ ବା କଲ୍ୟାଣରୁ ବଞ୍ଚିତ ହେବା କ'ଣ ଆମର ଉଦ୍ଦେଶ୍ୟ? ଏଥିରେ ଛନ୍ଦି ନ ହୋଇ ଆମେ ନିଜର କଲ୍ୟାଣ କରିବୁ ଏପରି ଦୃଢ଼ ନିଶ୍ଚୟ କରିବା ହିଁ ମୋହରୂପକ ପଙ୍କରୁ ବୁଦ୍ଧିର ଉତ୍ଥାନ। କାରଣ ଏପରି ଦୃଢ଼ ନିଶ୍ଚୟ ହେଲେ ବୁଦ୍ଧି ସଂସାର ସମ୍ବନ୍ଧରେ ବାନ୍ଧି ହୋଇ ରହିଯିବ ନାହିଁ, ସଂସାର ସହିତ ଜଡ଼ିତ ହେବ ନାହିଁ। ମୋହରୂପକ ପଙ୍କରୁ ତରିବା ପାଇଁ ଦୁଇଟି ଉପାୟ ଅଛି, ବିବେକ ଓ ସେବା। ବିବେକ ପ୍ରଖର ଥିଲେ ତାହା ଅସତ୍ ବିଷୟରୁ ଅରୁଚି ଉତ୍ପନ୍ନ କରାଏ। ଅନ୍ୟମାନଙ୍କୁ ସେବା କରିବା ଓ ସୁଖ ଦେବାର ଉତ୍କଣ୍ଠା ମନରେ ଜାଗ୍ରତ ହେଲେ ନିଜର ସୁଖ ଓ ଆରାମ ତ୍ୟାଗ କରିବା ପାଇଁ ଶକ୍ତି ଆସିଯାଏ। ଅନ୍ୟମାନଙ୍କୁ ସୁଖ ଦେବାର ଭାବ ଯେତିକି ପ୍ରବଳ ଅଟେ ସେତିକି ମାତ୍ରାରେ ନିଜର ସୁଖେଚ୍ଛା ପରିତ୍ୟାଗ ହୋଇପାରିବ। ଯେପରି ଗୁରୁଙ୍କ ପାଇଁ ଶିଷ୍ୟଙ୍କର, ମାତା ପିତାଙ୍କ ପାଇଁ ପୁତ୍ରଙ୍କର, ମାଲିକଙ୍କ ପାଇଁ ସେବକର ସୁଖ ଦେବାର ଇଚ୍ଛା ଜାଗ୍ରତ ହେଲେ ନିଜ ସୁଖ ଆରାମର ଇଚ୍ଛା ସ୍ୱତଃ ସହଜରେ ଦୂର ହୋଇଯାଏ, ସେହିପରି ସଂସାରର ସେବା କରିବାକୁ ଭାବ ଜାଗ୍ରତ ହେଲେ କର୍ମଯୋଗୀର ଅନ୍ତରରେ ନିଜ ସୁଖ ଭୋଗର ଇଚ୍ଛା ସ୍ୱତଃ ନଷ୍ଟ ହୋଇଯାଏ। ବିବେକ ଓ ବିଚାର ଦ୍ୱାରା ଭୋଗେଚ୍ଛା ନଷ୍ଟ କରିବା ଟିକେ କଠିନ ହୁଏ। ବିବେକ ବିଚାର ଅତ୍ୟନ୍ତ ଦୃଢ଼ ହୋଇନଥିଲେ ଭୋଗ ସମ୍ମୁଖକୁ ନ ଆସିବା ପର୍ଯ୍ୟନ୍ତ ସେହି ବିବେକ ଓ ବିଚାର କାମ ଦିଏ। ଭୋଗ ସାମ୍ନାକୁ ଆସିଲେ ତାକୁ ଦେଖି ସାଧକ ସାଧାରଣତଃ ବିଚଳିତ ହୋଇଯାଇଥାଏ। କିନ୍ତୁ ସେବାଭାବଯୁକ୍ତ ବ୍ୟକ୍ତିର ସମ୍ମୁଖରେ ଯେତେ ସୁନ୍ଦର ସୁନ୍ଦର ଭୋଗ ଆସିଲେ ବି ସେଗୁଡ଼ିକୁ ଅନ୍ୟର ସେବାରେ ଲଗାଇ ଦିଏ। ତେଣୁ ତାହାର ନିଜ ସୁଖ ଓ ଆରାମ ଇଚ୍ଛା ସହଜରେ ଦୂର ହୋଇଯାଏ। ଏଥିରୁ ସଂଖ୍ୟାଯୋଗ ଅପେକ୍ଷା କର୍ମଯୋଗ ଶ୍ରେଷ୍ଠ, ସୁଗମ ଓ ଶୀଘ୍ର ସିଦ୍ଧିପଦ ବୋଲି ଭଗବାନ କହିଛନ୍ତି। ମନୁଷ୍ୟ ଯେତେ ଭୋଗ ବିଷୟରେ ଶୁଣିଛି, ଉପଭୋଗ କରିଛି ଓ ଭଲ ଭାବେ ଅନୁଭବ କରିଛି ସେ ସମସ୍ତ ଭୋଗ ଏଠାରେ ଶ୍ରୁତସ୍ୟ ପଦର ଅନ୍ତର୍ଗତ। ସ୍ୱର୍ଗଲୋକ ବ୍ରହ୍ମଲୋକ ପ୍ରଭୃତି ଯେତେ ଭୋଗ ବିଷୟରେ ଶୁଣାଯାଇପାରେ ସେସବୁ ଏଠାରେ ଶ୍ରୋତବାସ୍ୟ ପଦର ଅନ୍ତର୍ଗତ। ଯେତେବେଳେ ତୁମର ବୁଦ୍ଧି ମୋହରୂପକ ପଙ୍କରୁ ଡରିଯିବ ସେତେବେଳେ ଏହି ଶ୍ରୋତ ଓ ଶ୍ରୋତବ୍ୟ ଭୋଗବିଳାସ ପ୍ରତି ତୁମର ବୈରାଗ୍ୟ ଆସିଯିବ। ତାତ୍ପର୍ଯ୍ୟ ହେଲା ବୁଦ୍ଧି ମୋହକ ଲଳିତାରୁ ତରିଗଲା ପରେ ସେଥିରେ ଏହି ପ୍ରଖର ବିବେକ ଓ ବିଚାର ଜାଗ୍ରତ ହୋଇଯାଏ ଯେ ସଂସାର ପ୍ରତିକ୍ଷଣ ବଦଳୁଅଛି କିନ୍ତୁ ମୁଁ ପୂର୍ବ ପରି ରହିଛି। ଅତଏବ ଏହି ସଂସାରରୁ ମୋତେ ଶାନ୍ତି ମିଳିବ କିପରି, ମୋର ଅଭାବ ଦୂର ହେବ କିପରି? ଯେତେବେଳେ ଯାଏ ଶ୍ରୋତ ଓ ଶ୍ରୋତବ୍ୟ ବିଷୟ ପ୍ରତି ସ୍ୱତଃ ବୈରାଗ୍ୟ ଆସିବ। ଏଠାରେ ଭଗବାନ ଶ୍ରୁତ ସ୍ଥାନରେ ଭୁକ୍ତ ଓ ଶ୍ରୋତବ୍ୟ ସ୍ଥାନରେ ଭୋକ୍ତବ୍ୟ
କହିପାରିଥାନ୍ତେ, କିନ୍ତୁ ଏପରି ନ କହିବାର ଉଦ୍ଦେଶ୍ୟ ହେଲା ସଂସାରରେ ସମସ୍ତ ପରୋକ୍ଷ ଓ ଅପରୋକ୍ଷ ବିଷୟର ଆକର୍ଷଣ ଶୁଣିବାକୁ ହିଁ ହୋଇଥାଏ। ତେଣୁ ଏଥିରେ ଶୁଣିବା ହେଉଛି ମୁଖ୍ୟ। ସଂସାରରୁ ଓ ବିଷୟରୁ ମୁକ୍ତି ପାଇବା ପାଇଁ ଯେଉଁଠି ଜ୍ଞାନମାର୍ଗ ଓ ଭକ୍ତି ମାର୍ଗର ବର୍ଣ୍ଣନା କରାଯାଇଛି, ସେଠାରେ ମଧ୍ୟ ଶ୍ରବଣକୁ ମୁଖ୍ୟ ବୋଲି କୁହାଯାଇଛି। ତାତ୍ପର୍ଯ୍ୟ ହେଲା ସଂସାରରେ ଓ ପରମାତ୍ମାଙ୍କଠାରେ ଆସକ୍ତ ହେବା ପାଇଁ ଶୁଣିବା ହେଉଛି ମୁଖ୍ୟ। ଏଠାରେ ସଦା ଓ ତଦା କହିବାର ଅଭିପ୍ରାୟ ହେଲା ଶ୍ରୁତ ଓ ଶ୍ରୋତବ୍ୟ ବିଷୟ ପ୍ରତି ଏତେ ବର୍ଷ, ଏତେ ମାସ କିମ୍ବା ଏତେ ଦିନ ପରେ ଯେ ବୈରାଗ୍ୟ ହେବ ଏପରି କୌଣସି ନିୟମ ନାହିଁ। ବରଂ ଯେଉଁ ମୁହୂର୍ତ୍ତରେ ବୁଦ୍ଧି ମୋହ କଳିତକୁ ଡରିଯିବ, ସେହି ମୁହୂର୍ତ୍ତରେ ଶ୍ରୁତ ଓ ଶ୍ରୋତବ୍ୟ ବିଷୟରୁ ଏବଂ ଭୋଗରୁ ବୈରାଗ୍ୟ ଜାତ ହେବ। ଏଥିରେ ବିଳମ୍ବର ପ୍ରଶ୍ନ ନାହିଁ।